जे शास्त्र को लिखे जे बा से जानी शास्त्र अच्छे चरम शास्त्र प्रत्येक उक्ति मनुष जीवन कल्याण करना साधन करवा एकमात्र ही पथ प्रभु शेष कविल कलिका कल्याण दल तत्व कबिला बेले तो छुटा चलती असरसर भाव आसतु आज शास्त्र पाठ कमेटी शुणा तो प्रभुकर शेष लिखित आशीर्वाद माला जहाँकि चरम शास्त्र नाम जगजन जीत मलय भाई ठार से 15तम कल्याण पदे चरमनाथ सुबंती सुता जदुनंदनाय मोर परमाराध्य परम पूज्य श्री गुरुदेव अभिपाद पद्मारी अभद्र अज्ञान प्रामर अज्ञान मूढ़र शतबार शत सहस्र कोटी बार साष्टांग प्रणिपात तो सहित आश्रम आसी आमर गुरु भाई मोर बड़ भाई परिचालक महाश्री कुमार प्रेम श्रद्ध गुरुस्वामी तो सहित सत्संगासन उपस्थित थिबा समस्त ब्रह्म जिज्ञासु दिव्यात्मा सत्यात्मा मान सप्रेम सरस्वती गुरुस्वामी प्रणाम के कैवल्य दाता शरणागति ब्रह्मांड नाथाय केशव प्राणपति आसतु चरम शास्त्र अध्ययन क्रम शुणा परिचालक महोदय नवेदन आदेश क्रमे 15तम चरमर कल्याण देले तते ठाकुर स्वहस्त लिखित आमर ये जगत मानक जगत कल्याणकर आशीर्वाद श्रवण करवा कल्याण देले तते विशाल विश्व निदान वरम वरेण्यं विधि विष्णु सर्वे वसुंधरा विमानवन्नी वायुस्वरूपं प्रणवं विवन्दे वायुस्वरूपं प्रणवं विवन्दे वायुस्वरूपं प्रणवं विवन्दे मूलाधारो कर्णधारो स्वादिष्ठाने स्वाधीन मूलाधारो कर्णधारो स्वादिष्ठाने स्वाधीन मणिपुर पुरोहित अनाहत प्रवीण मूलाधार कर्णधार विशुद्धरे शुद्धसित आज्ञा चक्र अनुया विशुद्धरे शुद्धसित आज्ञा चक्र अनुया सहस्रार सरएका ब्रह्मरंद्र मूलाधार कर्णधार
কৈবল্য প্রণাম কল্যাণ পাইবু নিষ্ঠা ଥିଲେ প্রাণ যে করে আত্মসমর্পণ ଆମେ ରଖୁତା ଭକ୍ତପଣ। মেঘ মেদুরিত আকাশରୁ ঝুরি পড়ি অবারিত বারিধারা শুষ্ক উষর ধরাবক্ষ ହୁଏ ଶୀତ ଶାନ୍ତିର କରୁଣାଘନ ସ୍ପର୍ଶରେ ଉଷତ ହୁଏ ଧରଣୀ ରାଣୀ। କରୁଣାଘନ କାରୁଣିକ ଠାକୁରଙ୍କର ପଦକମଳରୁ ଅନର୍ଗଳ ଝରି ପଡ଼ୁଛି କଲ୍ୟାଣ ପଣାର କୈବଲ୍ୟ ଧାର। ସେହି ପ୍ରେମର ସଘନ କରୁଣା ସ୍ରୋତରୁ ତରଙ୍ଗଟିଏ ମାତ୍ର ଚରମ ପୃଷ୍ଠାର କଲ୍ୟାଣ ଦେଉଛନ୍ତି। ଆଦେଶ ଉପଦେଶ ଆଶ୍ୱାସ ଆଶ୍ୱାସନା ଏବଂ ଆଶା ବିଶ୍ୱାସର ଅପରନ୍ତ କିରଣରେ ପ୍ରତିଟି ହୃଦୟକୁ ସ୍ୱର୍ଣ୍ଣମୟ ବିଭାରେ ବିଭୂଷିତ করে ପରମ ପ୍ରେମମୟ କରୁଣା ସାଗର ଭାବଗ୍ରାହୀ ଭକ୍ତ ବତ୍ସଳ ଠାକୁରଙ୍କର କଲ୍ୟାଣ ଅନୁକ୍ଷଣ କରୁଣା କଲ୍ୟାଣ ଦେଉଛନ୍ତି ଶ୍ରୀ ଗୁରୁସ୍ୱାମୀ। ସଦା ଆକାଂକ୍ଷିତ ସେହି କରୁଣା କଲ୍ୟାଣ କୈବଲ୍ୟପଣା ଆସ୍ୱାଦନ ନିମନ୍ତେ ଆସନ୍ତୁ ପୁରିବା କଲ୍ୟାଣ ଦେଉଛନ୍ତି। ଚରମରେ ଧନ ମୋର ତନ୍ଦେ ମିଳିছে ତ କଥା ପାଶରି ପକାଇଲେ ମୋ ମନ ଅଥୟ ହୋଇଯାଉଛି କେତେ କ'ଣ ଭାବି ଯାଉଛି। ଏ ବିଶ୍ୱ ବ୍ରହ୍ମାଣ୍ଡରେ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ତତେ ହସି ହସି କଲ୍ୟାଣ ଦେଇ ପଠାଇ ଦେଇଛି। ପୁଣି ତୋର ଫେରିବା ପଥକୁ ଚାତକ ପରି ଅନାଇ ରହୁଛି। ଫେରିବାରେ ଟିକେ ବିଳମ୍ବ ହୋଇଗଲେ ମନରେ କେତେ ଆଶଙ୍କା ନିମିଷରେ ଭରି ଯାଉଛି। ମଣିରେ ତୁ କ'ଣ ତା ବୁଝିପାରୁଛୁ ନା ବୁଝିପାରିବୁ? ତୁ ମୋର କଲ୍ୟାଣ କେହ୍ଲା ପୁଅ। ମୁଁ କ'ଣ ତୋ ଉପରେ ଏତେ ଦାୟିତ୍ୱ ଏ ପର୍ଯ୍ୟନ୍ତ ଦେଲିଣି? ଏବେ ବି ମୁଁ ପୁରା ସବୁ ନିଜ ମଥାରେ ବହନ କରି ବସିଛି। ଯେତିକି ପାରିବୁ ସେତିକି ଦେଇଛି। ତୁ ତ ବର୍ତ୍ତମାନ ମୋର କୁଳପୋଛା କୁଳଚନ୍ଦ୍ରମା। ଯେତେବେଳେ ପିତାର ଆଧାର ପାଇବୁ ସେତେବେଳେ ପିତୃହୃଦୟର ବାତ୍ସଲ୍ୟ ମମତା ଫଳରେ ପିତାର ଅନ୍ତରରେ ସନ୍ତାନ ପ୍ରତି ପୁଞ୍ଜୀଭୂତ ସ୍ନେହ ଅନୁଭବ କରିପାରିବୁ। ଧନରେ 2-3 ମାସ ପର୍ଯ୍ୟନ୍ତ ତୁ ଯେତେବେଳେ ଏ ପୁତ୍ର ବିଧୁର ପିତାଠାରୁ ଦୂରେଇ ଯାଉ ସେତେବେଳେ ତୋତେ କେତେ ଦୁର୍ଗମ କଣ୍ଟକିତ ପଥ ଅତିକ୍ରମ କରିବାକୁ ପଡ଼ୁଛି ତାହା ମନେ ପକାଇ ମୋ ହୃଦୟ ଅନେକ ସମୟରେ ବ୍ୟଥିତ ହେଉଛି। ତୁ କାମ ବୁଝିବୁ ବାୟା ମୋର ମରମ ବେଦନା। ବାବୁରେ ମୁଁ ଜାଣିଛି ତୋର ପାଦେ ପାଦେ ବିପଦ। ତଥାପି ସବୁ ବାଧାବିଘ୍ନ ବିପଦକୁ ଅତିକ୍ରମ କରି ଆଗେଇ ଯିବାକୁ ପଡ଼ିବ। କୌଣସି ସମୟରେ ପଥଚ୍ୟୁତ ହେବୁ ନାହିଁ। ଜାଣିଛୁ ତ କଳିର ଅନ୍ତିମ ସମୟ। ମୁଁ ହିଁ ତୋର ସକଳ ଆଶା ଭରସା ତୋ ଲକ୍ଷ୍ୟ ପଥରେ ତୋର ଗତିକୁ ସହଜ ସୁନ୍ଦର କରିବା ପାଇଁ ମୁଁ ଚେଷ୍ଟା ଚଳାଇଛି। ଧୈର୍ଯ୍ୟର ସହିତ ଅପେକ୍ଷା କରି ଦେଖ ଆଗକୁ କ'ଣ ହେଉଛି। ମୋର ବିଶ୍ୱାସ ତୁ ମୋ ଅନ୍ତରର ଅକୁହା କଥା ବୁଝିପାରୁଥିବୁ। ତେଣୁ ତୋ ଚଲାପଥରେ ନିତିଦିନ ଆଗେଇ ଯାଇ ମୋର ସକଳ ଆଶଙ୍କା ଦୂର କରିବୁ, ପୂର୍ଣ୍ଣ କରିବୁ ମୋର ସକଳ ଇଚ୍ଛା। ମୁଁ ଜାଣୁଛି ସମୟ ଯେତିକି ପାଖେଇ ଆସୁଛି ତୋର ଭାଇମାନେ ତୋଠାରୁ ସେତିକି ଦୂରେଇ ଯାଉଛନ୍ତି। ବିଧିମତ କର୍ମଯୋଗ କରୁନାହାନ୍ତି, ଅଭ୍ୟାସ ଧାରାରେ ନିଷ୍ଠା ରଖୁନାହାନ୍ତି। ଅନେକ ପ୍ରାର୍ଥିବ କାମନାର ଆଶା ନେଇ ଏଠାକୁ ଆସୁଛନ୍ତି। ତାହା ପୂର୍ଣ୍ଣ ନହେଲେ ବିକାରଗ୍ରସ୍ତ ହୋଇ ଦୂରେଇ ଯାଉଛନ୍ତି। ତ୍ୟାଗ ବେଳକୁ 2 ହାତ ମୁଠେଇ ଜାବୁଡ଼ି ଧରୁଛନ୍ତି। ହାତ ଖୋଲା ନାହିଁ କି ମନ ବି ଖୋଲା ନାହିଁ। ସବୁଠି ଅଭିସନ୍ଧି, ସବୁଠି ଚକ୍ରାନ୍ତ, ସବୁଠି ଗୁଡ଼ କପଟତା। ବିଚାରେ ଦେଖିଲୁରେ ଧନ ସ୍ୱର୍ଣ୍ଣକ୍ଷେତ୍ର ରତ୍ନବେଦୀ ନିକଟରେ ଛିଡ଼ା ହୋଇ ନିଜର ହାତ ମୁଠା କରି ରଖିଲେ ସବୁ ନିଷ୍ଫଳ ହୋଇଯିବନି? ତୁମକୁ ଯେଉଁ ସବୁ ଦିବ୍ୟ ଦ୍ରବ୍ୟ ଦେବା ପାଇଁ ମୁଁ ସାଙ୍ଗରେ ଆଣିଛି ହାତ ମୁଠା କରି ରଖିଲେ ସେସବୁ ନେବ କିପରି? ନେଇପାରିବ ବା କିପରି? ଭାବି ଦେଖ। ହାତଠାରୁ ଆରମ୍ଭ କରି ଶରୀରର ପ୍ରତ୍ୟେକ ଠଣାତ ପାର୍ଥିବ ସମ୍ପଦରେ ପରିପୂର୍ଣ୍ଣ। ଗଣ୍ଠିଲି ତ ପାର୍ଥିବ ସମ୍ପଦରେ ବହୁତ ବଡ଼ ହୋଇଯାଇଛି। ମୋ ଦିଆଧନ ସାଇତି ରଖିଲେ ତୋ ସ୍ଥାନ କାହିଁ? ଥାଳ ଶୂନ୍ୟ ଥିଲେ କୈବଲ୍ୟ ଚରଣରେ ରଖିବ କେଉଁଥିରେ? ଧନରେ। ତୁ ଟିକେ ସେମାନଙ୍କୁ ବୁଝାଇ ସୁଝାଇ କହ। ସେମାନେ ସମସ୍ତେ ତାଙ୍କର ସାଂସାରିକ ସକଳ କର୍ମକୁ ମୋ ପାଦରେ ସମର୍ପଣ କରି ମୋର ପଦ କୈବଲ୍ୟକୁ ଆଶାୟୀ ହୁଅନ୍ତୁ। ଦେଖୁଛୁ ତ ସମସ୍ତେ ମାୟାରେ ଆଚ୍ଛନ୍ନ। ଜାଗତିକ ମାୟା ଘେରି ରହିଛି। ଏହି ମାୟା ବନ୍ଧନକୁ ଫିଟାଇ ଆଗେଇ ଆସିବାକୁ ମୁଁ ପୁରା ତୁମକୁ କର୍ମଯୋଗ, ଧର୍ମଧାରା, ବୀଜମନ୍ତ୍ର, ଅର୍ଘ୍ୟ ଫଳ, ଅର୍ଘ୍ୟ ତିଥି, ସଂଘ ନିୟମ, ସାଷ୍ଟାଙ୍ଗ ପ୍ରଣାମ, ଆଚରଣ ଆଦି ସବୁ ଦେଇ ସାରିଛି। ଏହି ସୂତ୍ରକୁ ଧରି ଆଗେଇ ଆସିଲେ ସିନା ମୋ ପାଖରେ ସାହିତ୍ୟ ଦିବ୍ୟ ସମ୍ପଦ ସବୁ
ଗୋଟି ଗୋଟି କରି ଦେଇଦେବି। ତମେମାନେ ତ ସାଂସାରିକ ବିଷୟ ବୁଦ୍ଧିକୁ ଧରି ନାନାଦି ଜାଗତିକ କାମନା କରି ବସୁଛ, ଆଉ ନେବ କ'ଣ? ମନେ ରଖ, ଯେତେ ଆଶା ସେତେ ଦୁଃଖ, ଆସକ୍ତି ହିଁ ଦୁଃଖ। ହୁଏତ ଏହା ଦ୍ୱାରା ତମେ ସାମୟିକ ଆନନ୍ଦ ପାଇପାର, ମାତ୍ର ଅନିତ୍ୟ ଦ୍ୱାରା ନିତ୍ୟ ଶାନ୍ତି ପାଇବ କି? କିଏ କେବେ ପାଇଛି ନା ପାଇବ? ମଣିରେ ମୁଁ କହିଛି ପରା, ଧନ ରତ୍ନ ଗୋପ ଲକ୍ଷ୍ମୀ ଦ୍ୱାରା ସୁତ ପଦବୀ ବଂଶ ମର୍ଯ୍ୟାଦା ଅହଙ୍କାର ଉଦ୍ଧତ ପୁଣ୍ୟର ଅଧିକାରୀ ହୋଇ କେହି କ'ଣ କେବେ ଚରମପାତ ଲାଭ କରିପାରିଛି ନା ପାରିବ? ନାହିଁ ରେ ଧନ, ଏପରି ଉଦାହରଣ ଏ ଧରାବକ୍ଷରେ ନାହିଁ। ଅହମିକା ଆତ୍ମପ୍ରତିଷ୍ଠା ଇତିରଚିତ ମନୋବୃତ୍ତି ଉଦ୍ଧତ ସ୍ୱଭାବ ଆଦି ଆସୁରୀ ଗୁଣ ଓ ଲକ୍ଷଣ ପରା ପରମାର୍ଥ ପଦରେ କଣ୍ଟା। କାହିଁକି ମିଛଟାରେ ବାଉଳା ହେଉଛୁ କହିଲୁ? ସତରେ କ'ଣ ମିଳୁଛି ତୁମମାନଙ୍କୁ ସେହି ମିଥ୍ୟା ଆତ୍ମପ୍ରତିଷ୍ଠାରୁ? କାହିଁକି ସେହି ମିଥ୍ୟା ପଦବୀ ଜାବୁଡ଼ି ଧରିବାକୁ ତୁମେର ଏତେ ଜିଦ୍? କାହିଁକି ଗୁରୁକ୍ଷେତ୍ରରେ ମାନ ସମ୍ମାନ ଖୋଜୁଛ, ପଦ ମର୍ଯ୍ୟାଦା ଲୋଡ଼ୁଛ, ଏପରିକି ସାଷ୍ଟାଙ୍ଗ ପ୍ରଣାମ ଗୁରୁ ଭାଇ ଭଉଣୀଙ୍କ ଠାରୁ ଦାବି କରୁଛ? ଚରମରେ ମୋ ଆଦରର ଧନ, ତୁ ପୁରା ସେମାନଙ୍କୁ ବାରମ୍ବାର ଏକଥା ଚେତାଇ ଦେଇଛୁ, ତଥାପି ସେମାନଙ୍କର ମୋହଭଙ୍ଗ ହେଉନାହିଁ, ଚୈତନ୍ୟ ଉଦୟ ହେଉନାହିଁ। ଆମେ ପରା ବାରମ୍ବାର କହିଛୁ, ପ୍ରତ୍ୟକ୍ଷ ଗୁରୁଙ୍କ ବ୍ୟତୀତ କାହାକୁ ସାଷ୍ଟାଙ୍ଗ ପ୍ରଣାମ କରିବା ବିଧି ନାହିଁ। ବିଧି ବିପରୀତ କାମରେ ହାତ ଦେଉଛ କାହିଁକି? ବିଛା ମନ୍ତ୍ର ନ ଜାଣି ସାପ ବିଳରେ ହାତ ଦେଲେ ଅବସ୍ଥା କ'ଣ ହୁଏ ଜାଣିନା? ତୁମଠାରେ ଯେଉଁ ସିଦ୍ଧି ଠୁଳ ହୋଇରହିଛି ଯେ ତୁମେ ସାଷ୍ଟାଙ୍ଗ ପ୍ରଣାମ ପାଇଁ ପାଗଳ ହେଉଛ। ପୁଣି ଥରେ ମୋର ମାନସ ସନ୍ତାନ ଚରମ ମାଧ୍ୟମରେ ଶିଖାଇ ଦେଉଛି, ମନେ ରଖ, ଯୁଗପୁରୁଷଙ୍କ ବ୍ୟତୀତ ଅନ୍ୟ କାହାକୁ କେବେ ବି ଥରୁଟିଏ ସାଷ୍ଟାଙ୍ଗ ପ୍ରଣାମ ଆଦୌ କରିବ ନାହିଁ। ମୋର ଏ ଚରମ ଚେତାବନୀ। ଆମର ଏହି ଆଦେଶ ଉପଦେଶକୁ ଅମାନ୍ୟ କଲେ ଗୁରୁଦ୍ରୋହୀ ହେବ, ନରକ ଭୋଗ କରିବ, ଗୌରବ ନରକରେ ପଡ଼ି ଅଶେଷ ଯାତନ ଭୋଗ କରିବ। ସାଷ୍ଟାଙ୍ଗ ପ୍ରଣାମ କରିବା ତ ଗ୍ରହଣ କରିବା ବା ଗ୍ରହଣ କରିବା ପିଲା ଖେଳ ନୁହେଁ। ଏହା ସହିତ ଇହଲୋକ ପରଲୋକ ଭୋଗର ଫଳ ସମ୍ପୃକ୍ତ। ସାବଧାନ, କେବେ କାହାଠାରୁ ସାଷ୍ଟାଙ୍ଗ ପ୍ରଣାମ ଗ୍ରହଣ କର ନାହିଁ। ଦାବି କରିବା ତ ଦୂରର କଥା, ଯଦି କେହି ତୁମକୁ ସାଷ୍ଟାଙ୍ଗ ପ୍ରଣାମ କରିବାକୁ ଉଦ୍ଦିତ ହୁଏ, ନମ୍ରତାର ସହିତ ହାତ ଯୋଡ଼ି ତହିଁରୁ ତାକୁ ନିବୃତ୍ତ କର। ସାଷ୍ଟାଙ୍ଗ ପ୍ରଣାମ କାହାକୁ କରିବାକୁ ହୁଏ ବୁଝାଇ ଦିଅ, ତହିଁରେ ତୁମ ଉଭୟଙ୍କର ମଙ୍ଗଳ ଅଛି। ତେଣୁ ଅଯଥାରେ ନିଜର ଅମଙ୍ଗଳକୁ ଆହ୍ୱାନ କର ନାହିଁ। ଇହ ଜନ୍ମ ପରଜନ୍ମକୁ ନଷ୍ଟଭ୍ରଷ୍ଟ କର ନାହିଁ। ଏ ଦିଗ ପ୍ରତି ସଜାଗ ସତର୍କ ରୁହ। ମୁଁ ତତେ କଲ୍ୟାଣ କରୁଛି, ଏତିକି କଲ୍ୟାଣ କରୁଛି ଯେ ଧନ ଗଣ୍ଠି ଧନ ଚରମ, ତୋର ଲକ୍ଷ୍ୟ ପଥ କୁସୁମିତ ହେଉ, ସୁରଭିତ ହେଉ। ତୁ ମୋର ପୀୟୁଷ ବାଣୀ ଜଗତରେ ସମସ୍ତଙ୍କୁ ଶୁଣାଇ ସମସ୍ତଙ୍କ ଆଦରର ପାତ୍ର ହୋଇ ପୁଣି ଥରେ ସନାତନ ଧ୍ୱଜା ଉଡ଼ାଇ ମୋର ସ୍ନେହ ବଳା କୂଳକୁ ଫେରିଆ। ମୁଁ ଯେ ତୋର ଫେରିବା ପଥକୁ ଅପଲକ ନୟନରେ ଚାହିଁ ବସିଛି।